ଆଜିର ଭିଡ଼ିଓରେ ଜାଣିବା ଆମେ ସୁଭଦ୍ରା ଯୋଜନାର 4 ନମ୍ବର ଫେଜ୍ ବିଷୟରେ ଯେନ୍ଟାକି ଆପଣମାନେ ଅନେକ ଜାଗାରେ ଦେଖବାକେ ପାଉଥିବେ, ଜାଣିବାକେ ପାଉଥିବେ, ଶୁଣିବାକେ ପାଉଥିବେ କି ଆପଣ ତ ଆଗରୁ ଜାଣିଛନ୍ ଜାନୁଆରୀ ମାସରେ ଯେନ୍ଟାକି ଜାନୁଆରୀ ମାସର ଲାଷ୍ଟ ସପ୍ତାହରେ ପଇସା ମିଲବା ବୋଲି ସରକାର ଘୋଷଣା କରିଛନ୍। କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେନ୍ ଆପଣମାନେ ଥମ୍ବନେଲ୍ ବି ଦେଖିଛନ୍ 29 ତାରିଖ ଯେନ୍ ଲେଖା ହେଇଛେ ଦେଖୁନ୍ ତାର କାରଣଟା ହେଉଛି ଆପଣଙ୍କୁ ମୁଇଁ ଜଣେଇ ଦେବା ଲାଗି ବୁଝେଇ ଦେବା ଲାଗି ଏ ଭଳିଆ ଥମ୍ବନେଲ୍ ଦେଇଛେ କାହିଁ ଯେ ଆପଣମାନେ ଠକବଣ ଭିଡ଼ିଓରେ ନେଇ ପଡ଼ବେ ବୋଲିକରି। ଦେଖୁନ୍ ଆପଣମାନେ ଅନେକ ଚ୍ୟାନେଲ୍ ମାନକେ ଦେଖୁ ବି ଥିବେ, ଅନେକ ଜାଗାରେ ଶୁଣୁ ବି ଥିବେ, ଜାଣୁ ବି ଥିବେ ଯେ 29 ତାରିଖ ପଇସା ମିଲବା ବୋଲିକରି। କିଏ କହୁଛେ 29 ତାରିଖ, କିଏ କହୁଛେ 30 ତାରିଖ। ଆପଣମାନେ ଦେଖୁନ୍ ସେ ଭଳିଆ ଠକବଣ ଭିଡ଼ିଓରେ ପଡ଼ବାର ନାଇଁନ। ଯେନ୍ଟାକି ଆପଣମାନେ ଆମର ଚ୍ୟାନେଲ୍ରେ ଯୋଡ଼ି ହେଇକରି ଅଛନ୍, ସବସ୍କ୍ରାଇବ୍ ହେଇକରି ଅଛନ୍, ଆପଣଙ୍କର ପାଖକେ ଭିଡ଼ିଓ ନିହାତି ପହଞ୍ଚିବା ଯେ ପଇସା କେନ୍ ଦିନ ଆସବା ସୁଭଦ୍ରା ଯୋଜନାର ପଇସା ଅଛି। ଆପଣମାନେ ସେଥିଲାଗି ଅଚିନ୍ତା ରହୁନ୍। ଦେଖୁନ୍ ଯେନ୍ଟାକି ଆପଣମାନେ ଜାଣି ରଖୁନ୍ ଯେ ପଇସା 29 ତାରିଖ ଦିନ ନେଇ ଆସେ। ଇଟା ହେଉଛେ ଆପଣଙ୍କୁ ମୁଇଁ ଯେନ୍ଟାକି ଭିଡ଼ିଓରେ ବୁଝାବା ଲାଗି, ଆପଣକେ ସମଝେଇ ଦେବା ଲାଗି, ଆପଣକେ ଜଣେଇ ଦେବା ଲାଗି ଏ ଭଳିଆ ଭିଡ଼ିଓ ବନେଇଛେ ଆଉ ଯେନ୍ଟାକି ଆପଣଙ୍କର ପାଖକେ ଆନି କରାଇଛେ। ଆଉ ଏ ଭଳିଆ ଥମ୍ବନେଲ୍ ଦେଇଛେ କାହିଁ ଯେ ଏ ଭଳିଆ ଯଦି ଥମ୍ବନେଲ୍ ଦେମି ଆପଣମାନେ ଦେଖବେ, ଜାନବେ, ଶୁନବେ ଆଉ ଯେନ୍ଟାକି ଠକବଣ ଭିଡ଼ିଓ ପ୍ରତି ଆପଣମାନେ ସାବଧାନ ରହିବେ ବୋଲିକରି ଏ ଭଳିଆ ଭିଡ଼ିଓ ଦେଇଛେ, ଏ ଭଳିଆ ଥମ୍ବନେଲ୍ ଦେଇଛେ। ଠିକ୍ ଅଛେ, ଆପଣମାନେ ଜାଣିଲେ ଆଜ୍ଞା। ଦେଖୁନ୍ ଯେନ୍ଟାକି ଜାନୁଆରୀ ମାସର ଲାଷ୍ଟ ସପ୍ତାହରେ ପଇସା ମିଲବା ବୋଲି କୁହାଯାଉଛେ, କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର ଡେଟ୍ଟା ମେନସନ୍ ନାଇଁ କରି କେନ୍ ତାରିଖରେ ପଇସା ମିଲବା ଯଦି ଦେଖମା ବେଲେ ଲାଷ୍ଟ ସପ୍ତାହ ବେଲେ ବି ଆଜି 28, 29, 30, 31 4 ଦିନ ବାକି ଅଛେ। ଯଦି ସରକାର ପଇସା ଦେବେ ଜାନୁଆରୀ ମାସରେ ଲାଷ୍ଟ ସପ୍ତାହରେ ବୋଲେ ଏଇ 4 ଦିନ ଭିତରେ କେନ୍ସି ଦିନ ବି ସରକାରଟା ପଇସା ଦେଇପାରନ୍। ଆଉ ଯେତେବେଲେ ପଇସା ଦେବେ ସରକାର ସେତେବେଲେ ସାଙ୍ଗେ ସାଙ୍ଗେ ଯେନ୍ଟାକି ଡେଟ୍ ମେନସନ୍ କରବେ, ସାଙ୍ଗେ ସାଙ୍ଗେ ଆପଣମାନଙ୍କୁ ଭିଡ଼ିଓ ଦେଇଦେମୁ, ଆପଣମାନେ ଦେଖବେ, ଜାନବେ, ଶୁନବେ।